ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ପୁନର୍ବାର ଆପଣ ସମସ୍ତଙ୍କୁ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ପ୍ରଭୁଙ୍କ ଦାସ ଭାବରେ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣୁଛୁ। ପରମେଶ୍ୱର ଆମମାନଙ୍କୁ ପ୍ରତିଦିନ ତାଙ୍କର ବାକ୍ୟ ମାଧ୍ୟମରେ କଥାବାର୍ତ୍ତା ହେଉଛନ୍ତି, ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପୁନର୍ବାର ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଶୁଣୁଛନ୍ତି। କେବଳ ଶୁଣୁଛନ୍ତି, ଦେଖୁଛନ୍ତି ତାହା ନୁହେଁ, ଆପଣମାନେ ଲାଇକ୍ କରୁଛନ୍ତି, ସେୟାର କରୁଛନ୍ତି, କମେଣ୍ଟସ୍ କରୁଛନ୍ତି, ଆମମାନଙ୍କୁ ଏନକରେଜ କରୁଛନ୍ତି। ଆମମାନଙ୍କୁ ଏନକରେଜ କରୁଥିବାରୁ ଆପଣ ସମସ୍ତଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ଆସନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଆଜିର ପ୍ରସଙ୍ଗ ନିକଟକୁ ଯିବା। ପରମେଶ୍ୱର ଆଜି ମଧ୍ୟ ଗୋଟିଏ ବହୁତ ସୁନ୍ଦର ପ୍ରସଙ୍ଗ ଆମମାନଙ୍କୁ ଦେଇଛନ୍ତି। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ମୋର ପାପ କ୍ଷମା ହୋଇଛି ବୋଲି ମୁଁ କିପରି ଜାଣିବି। ପାପ କ୍ଷମା ହେଇଛି ବୋଲି ମୁଁ କିପରି ଜାଣିବି, ସେଇ ବିଷୟରେ ଆମେ ଅଳ୍ପ ସମୟ ଆମେ କଥାବାର୍ତ୍ତା ହେବା। ପ୍ରିୟମାନେ, ବାଇବଲରେ ଆମକୁ ଲେଖାଯାଏ ପ୍ରଥମ ଯୋହନ ଏହାର 1 ଅଧ୍ୟାୟର 9 ପଦରେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଯଦି ଆମ୍ଭେମାନେ ଆପଣା ଆପଣା ପାପକୁ ସ୍ୱୀକାର କରୁ ତାହେଲେ ସେ ଆମର ପାପ କ୍ଷମା କରେ। ପ୍ରଥମ କାମ ହେଲା ଆମେ ନିଜର ପାପକୁ ସ୍ୱୀକାର କରିବା। ଯଦି ଛୋଟ ହଉ ବଡ଼ ହଉ ଯେକୌଣସି ପାପ ଯଦି ଆମେ ସ୍ୱୀକାର କରିନାହୁଁ, କ୍ଷମା ମାଗିନାହୁଁ, ତାହେଲେ ଆପଣଙ୍କର ପାପ କ୍ଷମା ହେବ ନାହିଁ। ଆପଣଙ୍କର ପାପ ଯଦି କ୍ଷମା ହେବାର ଅଛି ତାହେଲେ ଆପଣଙ୍କୁ ଆପଣଙ୍କର ପାପକୁ ପ୍ରଭୁଙ୍କ ନିକଟରେ ଆପଣଙ୍କୁ ସ୍ୱୀକାର କରିବାର ଅଛି। ଯଦି ଆମେ ନିଜ ନିଜ ପାପକୁ ଆମେ ସ୍ୱୀକାର କରୁ ତାହେଲେ ଆମ ପାପକୁ ସେ କ୍ଷମା କରିବା ପାଇଁ ସେ ବିଶ୍ୱସ୍ତ ଆଉ ନ୍ୟାୟବାନ ଅଟନ୍ତି। ଆପଣଙ୍କର ପାପକୁ ସେ କ୍ଷମା କରିବେ, କାରଣ ପାପ କ୍ଷମା କରିବାର ଅଧିକାର କେବଳ ପରମେଶ୍ୱରଙ୍କର ଅଛି। ପରମେଶ୍ୱରଙ୍କ ଛଡ଼ା ଆଉ କେହି ପାପ କ୍ଷମା କରିପାରିବେ ନାହିଁ। ମାତ୍ର ପ୍ରଶ୍ନ ଉଠେ ଯେ ମୋର ପାପ କ୍ଷମା ହେଇଛି ବୋଲି ମୁଁ କି ପ୍ରକାର ଭାବରେ ଜାଣିବି, କୋଉଟା ଦେଖି ମୁଁ ପାପ କ୍ଷମା ହେଇଛି ବୋଲି ମୁଁ ଜାଣିବି। ପ୍ରିୟମାନେ, ବାଇବଲରେ ଲେଖାଯାଏ, ଆମମାନେ ପଢିବା ଲୁକଲିଖିତ ସୁସମାଚାର 7 ଅଧ୍ୟାୟ ଏହାର 47 ପଦ, ଏଣୁ ମୁଁ ତୁମ୍ଭକୁ କହୁଅଛି ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା। କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ ସେ ଅଳ୍ପ ପ୍ରେମ କରେ। ଏହି ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ପାପିନୀ ସ୍ତ୍ରୀଙ୍କ ବିଷୟରେ କହୁଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଜଣେ ଫାରୁସୀଙ୍କ ଘରେ ସେ ଅତିଥି ଭାବରେ ଥିଲେ, ସେହି ସମୟରେ ଜଣେ ପାପିନୀ ସ୍ତ୍ରୀ ବା ପାପିଷ୍ଠ ସ୍ତ୍ରୀ ସେ ସେହି ଫାରୁସୀଙ୍କ ଗୃହକୁ ଆସି ଯୀଶୁଙ୍କର ପାଦ ତଳେ ବସି ନିଜର ଚକ୍ଷୁରେ ଯୀଶୁଙ୍କର ପାଦକୁ ସେ ସଫା କରି ନିଜର ସେହି ଚୁଟିରେ ଯୀଶୁଙ୍କର ପାଦକୁ ସେ ପୋଛି ଦଉଛନ୍ତି। ଯେତେବେଳେ ଏ ପ୍ରକାର କାମ ସେ ସ୍ତ୍ରୀ ଲୋକ କରୁଛନ୍ତି, ସେହି ସମୟରେ ଫାରୁସୀ ସିମୋନ ସେ କହୁଛନ୍ତି, ଏ ଯଦି ପ୍ରକୃତରେ ଜଣେ ଭାବବାଦୀ ହେଇଥାନ୍ତେ ତାହେଲେ ଜାଣିଥାନ୍ତେ ଯେ କେଉଁ ପ୍ରକାର ସ୍ତ୍ରୀ ତାଙ୍କୁ ଛୁଉଁଛନ୍ତି। ସେହି ସମୟରେ ସେ ତାଙ୍କୁ ବୁଝେଇ କହୁଛନ୍ତି, ମୁଁ ତୁମ ଘରକୁ ଆସିଲି, ତୁମେ ମୋତେ ଆଲିଙ୍ଗନ କଲ ନାହିଁ, ମୋର ପାଦ ଧୋଇବା ପାଇଁ ତୁମେ ମୋତେ ପାଣି ଦେଲ ନାହିଁ, ମୋର ମସ୍ତକରେ ତୈଳ ଲଗେଇଲ ନାହିଁ, ମାତ୍ର ଏଇ ସ୍ତ୍ରୀ ଆସିବା ଠାରୁ ମୋ ପାଦ ପୋଛୁଛି, ମୋ ପାଦକୁ ସେ ଚୁଟିରେ ସଫା କରୁଛି, ତୈଳ ଲଗାଉଛି। ଏଟା ପାଇଁ ସେ କହୁଛନ୍ତି, କାହିଁକି ଏ ପ୍ରକାର କରୁଛି? ସେ ମୋତେ ପ୍ରେମ କରୁଛି। କାହିଁକି ମୋତେ ପ୍ରେମ କରୁଛି? କାରଣ ତାହାର ପାପ କ୍ଷମା ହେଇଛି। ପ୍ରିୟମାନେ, ଯୋଉ ସମୟରେ ଜଣେ ବ୍ୟକ୍ତିଙ୍କର ପାପ କ୍ଷମା ହୁଏ, ତାର ପ୍ରଥମ ଗୁଣ ସେ ପରମେଶ୍ୱରଙ୍କୁ ପ୍ରେମ କରିବ। ଏଇଟା ହଉଛି ପାପ କ୍ଷମା ହେଇଛି ବୋଲି ଆପଣ ଜାଣିପାରିବେ। ଯେଉଁ ସମୟରେ ଆପଣଙ୍କର ପାପ କ୍ଷମା ହେବ, ସେହି ସମୟରେ ଆପଣଙ୍କ ଭିତରେ ଗୋଟିଏ ଶାନ୍ତି ଆସିବ, ଆଉ ଆପଣ ପରମେଶ୍ୱରଙ୍କୁ ଆହୁରି ଅଧିକ ପ୍ରେମ କରିବେ। ସେଇ ସ୍ତ୍ରୀ ଲୋକ କି ପ୍ରକାର ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ପ୍ରେମ କରୁଛି। ସେହି ସ୍ତ୍ରୀ ଲୋକଙ୍କୁ ସେହି ସିମୋନଙ୍କ ଘରକୁ ଡକା ଯାଇ ନଥିଲା, ମାତ୍ର ସେ ସ୍ତ୍ରୀ ଲୋକ ଯୀଶୁଖ୍ରୀଷ୍ଟ ଆସିଛନ୍ତି ବୋଲି ତ ଜାଣିଛନ୍ତି। ସେହି ସମୟରେ ସେ ଧାଇଁକିନା ଆସିଛି, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ତାର ପାପ କ୍ଷମା କରିଥିଲେ। ସେ ଯୋଉ ପ୍ରକାର ପାପରେ ଜୀବନ ଯାପନ କରୁଥିଲା, ସେ ଜଣେ ବ୍ୟଭିଚାରିଣୀ ଥିଲା, ସେଇ ତାର
इतर बोतल जहाँकि जटामांसी तैल से जटामांसी तैल द्वारा लोक मान आकर्षण कर निज पाखक आणुला मात्र प्रभु जीशु ख्रीस्ट से स्त्री लोकंर पाप को क्षमा कले पाप को क्षमा हैला परे से जटामांसी तैलर से बोतल को भांगी दौची मत आई सब किसी दरकार ना मत प्रभु आका दरकार से निजर बेविचार काम से पापिष्टार काम से परित्याग करी से प्रभु को पाद तले बसी प्रभु को से प्रेम करुछि आईटा प्रभु जीशु ख्रीस्ट को कहीं से मत एत प्रेम करुछि कारण तार बहुत पाप क्षमा है प्रिय माने जदि आमर पाप क्षमा हुए ताहले आमे आ जगत आड़ को जीवा नहीं आमे जगत को प्रेम करिबा जगत सहित मिसिबा ए सब हेबो नहीं जो समय गोटे व्यक्ति पाप प्रकृत क्षमा हुए से समय से ही व्यक्ति प्रभु को अधिक प्रेम करे प्रभु सहित समय बिताए प्रभु को पाद तले बसे प्रभु को पाई से किछि करिबा पाई से इच्छा करे प्रिय माने प्रभुंकर गौरव हो देखो आम आम जीवन जो समय पाप क्षमा हुए से समय आमे आउ जगत प्रति आमे आकर्षण न हो टीवी देखा छाड़ी दऊ मोबाइल देखा पसंद लगे ना आम मैंने विभिन्न प्रकार टाहुली टापला होगा पसंद लगे ना आम बाइबल पढ़ा प्रार्थना करवा सहभागिता रहिबा प्रभु को प्रेम करवा यही सब आम मानकर जीवन को आम अतिबाहित करूँ कहीं आमर पाप क्षमा है जो समय जड़े व्यक्ति पाप क्षमा हुए तार चिन्ह कौन से प्रभु को अधिक प्रेम कहवाक पड़ो ना तुम्हें प्रार्थना आस तुम्हें उपवास कर तुम्हें बाइबल पढ़ ये कहवा दरकार नहीं ता अंतर बाहर ता भितर बाहर जे एबे जो परमेश्वर मते उद्धार कले मो पाप क्षमा कले जो पाप मते नरक आड़ को नहीं जाउतिला सही परमेश्वर को मु केते अधिक प्रेम करबी प्रिय माने यह होछि पाप क्षमा हेबार गोटे चिन्ह यदि आपणकर प्रकृत रे पाप क्षमा हेछि ताहाले आपण कि प्रकार जानि परिबे जे आपणकर अंतर मध्यरे प्रभु को प्रेम करिबा पाई सब समय डाक पकाए प्रिय माने आमे लोक देखुनु आमे किए कौन भाविबे सेटा आमे देखिबु नाही आमे प्रभु को प्रेम करिबारे आमे लागि पड़िबो प्रिय माने प्रभु को प्रेम करिबार अर्थ तांकर वाक्य पालन करिबा प्रिय प्रभु को लोक माने आसंतु आमाने से परमेश्वर को आमे धन्यवाद देबा से पापिष्टा स्त्री कि प्रकार भावरे निज को पूरा पूरी तळ करी प्रभु को पाद तले बसी तांको से प्रेम कले एटा होछि आमर पाप क्षमा हेतिबार गोटे प्रमाण गोटे चिन्ह जे आमे प्रभु को अधिक प्रेम करिबु अधिक रु अधिक आमे प्रेम करिबु आमको के सिखेबा दरकार नहीं तो प्रभु को प्रेम करो बोली आम हृदय रु तांको निमंते प्रेम जात हो प्रभु को धन्यवाद हो आसंतु पदे प्रार्थना करिबा मंगलमय पिता आमे तुमको धन्यवाद दउछु तुम्हें आमानकर पाप क्षमा करिबा परमेश्वर मु तुमर गौरव महिमा करे मोर अजस्र पाप गुड़िक को तुम्हें क्षमा करिछ प्रभु मु तुमको धन्यवाद दउछि तुम्हें यदि पाप क्षमा कर न थांतो ताहाले तुम प्रति मोर प्रेम जागृत ही न थांता मु गोटे कपटी परि जीवन यापन करि थांती मात्र मु तुमको धन्यवाद दउछि जे तुम्हें मोर पाप क्षमा करिछ एति पाई मु तुमको प्रेम करूछि से पापिष्टा स्त्री लोक तुमको कि प्रकार प्रेम कला प्रभु प्रभु तुम्हें पाप क्षमार चिन्ह गुड़िक विषय में आम सहित कथबार्ता हेलो अनेक भाई भौणी माने द्वंद्व अच्छा मोर पाप क्षमा है बोले मुझे कि प्रकार जानिबी प्रभु तुम्हें बहुत सुंदर भाव आम सहित कथबार्ता हो धन्यवाद दे प्रार्थना प्रिय प्रभु जीशु नाम रे मागुछि आमेन आमेन प्रेज द लॉर्ड प्रभु आम समस्त को प्रचुर भाव आशीर्वाद करंतु प्रभु जदि आम मान को अनुग्रह करती ताहले आ गोटे अध्याय रे परस्पर सहित साक्षात करी प्रभुकर वाक्य शुणा रहिबा समस्त को नमस्कार प्रेज द लॉर्ड गॉड ब्लेस यू।